ମୋ ସ୍କୁଲ ସୁନ୍ଦର ଦିନ ଗୁଡ଼ାକ ଶେଷ। ଆଜି ହେଉଛି ଗଣେଶ ପୂଜା। ମନେ ପଡ଼ିଗଲା ମୋର ସେ ପୁରୁଣା କଥା ଗୁଡ଼ିକ। ମୋ ପାଦକୁ ଅଟକାଇ ପାରିନଥିଲି, ପଶି ଯାଇଥିଲି ସ୍କୁଲ ଭିତରକୁ। ସବୁକିଛି ବଦଳି ଯାଇଛି। ମୋତେ ସ୍କୁଲ ଛାଡ଼ିବା ପ୍ରାୟ 14 ବର୍ଷ ହୋଇସାରିଛି। ବଦଳି ଯାଇଛି ମୋ ସ୍କୁଲ କାନ୍ଥର ରଙ୍ଗ, ଆଉ ଖେଳ ପଡ଼ିଆ, ଆଉ କିଛି ସ୍ମୃତିର ଚିହ୍ନ। କାହିଁକି କେଜାଣି ସେ ଦିନ ଗୁଡ଼ାକ ଭାରି ନିଆରା ଥିଲା। ଆଜି ବି ମନେ ପଡ଼ିଗଲେ କାହିଁକି କେଜାଣି ଭାରି ନିଆରା ଲାଗେ। ପଶି ଯାଇଥିଲି ପୂଜା ଘର ଭିତରକୁ। ମନେ ପଡ଼ିଯାଏ ମୋର ସେ ଦିନର ଗଣେଶ ପୂଜା କଥା। ଗଣେଶ ପୂଜା ଆସିଲେ ପୂର୍ବଦିନ ରାତିରେ ନିଦ ଆସେନି। ବାପା ଆଣିଥିବା ପ୍ୟାଣ୍ଟ ସାର୍ଟକୁ ରାତି ସାରା ବାରମ୍ବାର ଦେଖି ହୁଏ କେମିତି କାଲି ସକାଳୁ ପିନ୍ଧିବି। ସକାଳୁ ସକାଳୁ ଗାଧୋଇ ପଡ଼ି ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ଆଉ ହାତରେ ନଡ଼ିଆ କିଛି ଫୁଲ ଧରି ସାଇକେଲଟେ କାଢ଼ି ସାଙ୍ଗସାଥିରେ ବାହାରିଯାଏ ସ୍କୁଲ। ହାତରେ ବୋଉ ଦିଏ 10 ଟଙ୍କା ଖର୍ଚ୍ଚ କରିବା ପାଇଁ, ପୂଜା ସାରି 10 ଟଙ୍କା ଖର୍ଚ୍ଚ କରିବା ପାଇଁ। ହେଲେ 5 ଟଙ୍କାରେ ଚଟପଟି ଖାଇଲେ ପେଟେ ହେଇଯାଏ, ଆଉ 5 ଟଙ୍କା ବଳି ପଡ଼ିଯାଉଥିଲା। କାହିଁକି କେଜାଣି ନା ଚିତ୍ତ ଭାଇର ଚଟପଟି ଖାଇଲେ 5 ଟଙ୍କାରେ ପେଟେ ହୋଇଯାଏ। ଆଜି ସେ ଚିତ୍ତ ଭାଇ ଅଛି ନା ଚିତ୍ତ ଭାଇର ଦୋକାନ। ପୁଷ୍ପାଞ୍ଜଳି ସରିବା ପରେ ନଡ଼ିଆ ବାଡ଼େଇବା ପାଇଁ ଲାଇନ୍ରେ ଛିଡ଼ା ହେଇ ନଡ଼ିଆ ବାଡ଼େଇ ସାରିଲା ପରେ ବହୁତ ବୁଲାବୁଲି କରୁ। ବୁଲାବୁଲି ସରିଲା ପରେ ସାଇକେଲକୁ ପେଲି ପେଲି ଫେରିଥାଉ ଘରକୁ। ଏମିତି ଥିଲା ସେ ଦିନ ଗୁଡ଼ାକ। କାହିଁକି କେଜାଣି ସେ ଦିନ ଗୁଡ଼ାକ ଆଉ ଫେରି ତ ଆସିବନି, ହେଲେ ମନେ ପଡ଼ିଗଲେ ଭାରି ଖୁସି ଲାଗେ। ଆପଣମାନଙ୍କର ବି ଏମିତି କିଛି କାହାଣୀ ନିଶ୍ଚିତ ଥିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, କମେଣ୍ଟ କରିବେ। ଧନ୍ୟବାଦ।